ଭାରତର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଜାମ୍ମୁ କାଶ୍ମୀର ସ୍ଥିତ ପହେଲଗାଁରେ ଇସଲାମିକ ଆତଙ୍କବାଦୀଙ୍କର ବର୍ବର ଆକ୍ରମଣରେ 26ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେଥିରୁ 2 ଜଣ ବିଦେଶୀ ପର୍ଯ୍ୟଟକ ଥିବାବେଳେ ଜଣେ ଓଡ଼ିଆ ପର୍ଯ୍ୟଟକ ରହିଛନ୍ତି। ତେବେ ମୃତ ସମସ୍ତ ପର୍ଯ୍ୟଟକଙ୍କ ଅମର ଆତ୍ମାର ଶାନ୍ତି ସକାଶେ ଏବଂ ହିନ୍ଦୁତ୍ୱ ରକ୍ଷା ନିମନ୍ତେ ସନ୍ଧ୍ୟା 8 ଘଣ୍ଟା ସମୟରେ କଣ୍ଟାବାଞ୍ଜି ଅଖିଳ ଭାରତୀୟ ବିଦ୍ୟାर्थୀ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଏକ ମଶାଲ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ରାମ ମନ୍ଦିର ପ୍ରାଙ୍ଗଣରୁ ଶତାଧିକ ଯୁବ ହାତରେ କ୍ୟାଣ୍ଡେଲ ଓ ମଶାଲ ସହ ଫ୍ଲାଗ କାର୍ଡ ଧରି ପାକିସ୍ତାନ ମୁର୍ଦାବାଦ, ଆତଙ୍କବାଦୀଙ୍କ ମୂଳପୋଛ କରାଯାଉ, ହିନ୍ଦୁ ସୁରକ୍ଷା ଆମର ଦାବି ବିଭିନ୍ନ ସ୍ଲୋଗାନ ଦେଇ ସହରର ମୁଖ୍ୟ ମାର୍ଗ ପରିକ୍ରମା କରି ଇନ୍ଦିରା ଛକ ଆସିଥିଲେ। ସେଠାରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଆତ୍ମାକୁ ସଦ୍ଗତି ପାଇଁ ଶାନ୍ତି ପାଠ ଓ ଶୋକସଭାରେ ହିନ୍ଦୁଙ୍କ ଉପରେ ବର୍ବର କାଣ୍ଡ ଲିଭାଇ ଜୀବନ ନେଇଥିବା ଆତଙ୍କବାଦୀମାନଙ୍କ ଉପରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେବା ପାଇଁ ସରକାର ପଦକ୍ଷେପ ନେବା ଜରୁରୀ ବୋଲି ଯୁବଶକ୍ତି ବକ୍ତବ୍ୟ ରଖିଥିଲେ। ବ୍ୟୁରୋ ରିପୋର୍ଟ, ସର୍ବଶକ୍ତି ନ୍ୟୁଜ୍।